ଜୟ ମା ଚର୍ଚ୍ଚିକା। ମା ଚର୍ଚ୍ଚିକା ଓ ଜଗନ୍ନାଥ ସେବକଙ୍କ ଅଲୌକିକ କାହାଣୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ସବୁ ଦେବାଦେବୀ ଆସନ୍ତି। ଭକ୍ତ ଶ୍ରେଷ୍ଠ ହନୁମାନଜୀ ଓ ବିଭୀକ୍ଷଣ ମହାରାଜଙ୍କୁ ପ୍ରତ୍ୟକ୍ଷ ଭାବରେ ତ କେତେଜଣ ମହାପ୍ରଭୁଙ୍କ ସେବକ ଦର୍ଶନ କରିଛନ୍ତି। ଥରେ ବାଙ୍କିର ମା ଚର୍ଚ୍ଚିକାଙ୍କର ଭାବର ଠାକୁର କାଳିଆ ସାଆନ୍ତଙ୍କୁ ଦର୍ଶନ କରିବାକୁ ପ୍ରବଳ ଇଚ୍ଛା ହେଲା। ଦେବୀ ହେଲେ ମଧ୍ୟ ଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ଅତୁଳନୀୟ। ତେଣୁ ସେ ନିଜର ଦିବ୍ୟ ରୂପ ଲୁଚାଇ ଜଣେ ସାଧାରଣ ବୃଦ୍ଧା ବେଶରେ ଶ୍ରୀକ୍ଷେତ୍ର ପୁରୀକୁ ଆସିଲେ। 22 ପାହାଚରେ ଘଟଣା। ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଥାଏ। ମା ଧୀରେ ଧୀରେ 22 ପାହାଚ ଚଢ଼ୁଥାନ୍ତି। ଭକ୍ତମାନଙ୍କର ଠେଲାପେଲା ଭିତରେ ଅଜାଣତରେ ମାଙ୍କ ଶରୀର ଜଣେ ପଣ୍ଡା ସେବକଙ୍କ ଦେହରେ ଘଷି ହୋଇଗଲା। ଏତିକିରେ ପଣ୍ଡା ଜଣକ କ୍ରୋଧରେ ଜର୍ଜରିତ ହୋଇଗଲେ। ନିଜର ସମ୍ମାନ ଓ ଅହଙ୍କାରରେ ଅନ୍ଧ ହୋଇ ସେ ସେହି ବୃଦ୍ଧା ମା ଚର୍ଚ୍ଚିକାଙ୍କୁ ଅତି କଟୁ ଭାଷାରେ ଗାଳିଗୁଲଜ କଲେ। ଅଭିଶାପ ଓ ପରିଣାମ। ବିନା ଦୋଷରେ ଏପରି ଅପମାନ ପାଇ ମା କ୍ଷୁବ୍ଧ ହେଲେ। ସେ ସେହି କ୍ଷଣେ ପଣ୍ଡାଙ୍କୁ ଅଭିଶାପ ଦେଲେ, ତୁ ନିରୀହ ଭକ୍ତଙ୍କୁ ଅପମାନିତ କଲୁ, ତେଣୁ ଯା, ଆଜିଠାରୁ 15 ଦିନ ପର୍ଯ୍ୟନ୍ତ ତୁ ଭୀଷଣ ରୋଗରେ ପଡ଼ିବୁ। ମାଙ୍କ ବାକ୍ୟ ନିଶ୍ଚିତ ଭାବରେ ସତ ହେଲା। ପଣ୍ଡା ସେବକ ଭୀଷଣ ଅସୁସ୍ଥ ହୋଇ ଶଯ୍ୟାଶାୟୀ ହେଲେ। ମହାପ୍ରଭୁଙ୍କ ବିଚାର। ଜଗତର ନାଥ ଜଗନ୍ନାଥ ସବୁ ଜାଣିପାରିଲେ। ନିଜ ସେବକର ଏପରି ଦୁର୍ଦ୍ଦଶା ଦେଖି ଏବଂ ସେବା ବନ୍ଦ ହୋଇଯିବାରୁ ପ୍ରଭୁ ମା ଚର୍ଚ୍ଚିକାଙ୍କ ଉପରେ ବିରକ୍ତ ହେଲେ। ସେ ମାଙ୍କୁ ଆଦେଶ ଦେଲେ, ତୁମେ କ୍ରୋଧର ବଶବର୍ତ୍ତୀ ହୋଇ ମୋ ସେବକକୁ କଷ୍ଟ ଦେଇଛ। ଏହାର ପ୍ରାୟଶ୍ଚିତ ସ୍ୱରୂପ ତୁମକୁ ଛଦ୍ମ ବେଶ ଧାରଣ କରି ସେହି ପଣ୍ଡାର ଘରେ 15 ବର୍ଷ କାଳ ରହି ତାର ସେବା କରିବାକୁ ପଡ଼ିବ। ପ୍ରଭୁଙ୍କ ଆଦେଶ ଶିରୋଧାର୍ଯ୍ୟ କରି ମା ଚର୍ଚ୍ଚିକା ଜଣେ ସାଧାରଣ ଦାସୀ ରୂପରେ ପଣ୍ଡାଙ୍କ ଘରେ ରହି ସେବା କରିବା ଆରମ୍ଭ କଲେ। ଅଲୌକିକ ଲୀଳା। ଦିନକର ଘଟଣା। ରାତି ସମୟ। ପଣ୍ଡା ଭୋଜନ କରିବାକୁ ବସିଛନ୍ତି। ଦାସୀ ରୂପେ ମା ପାଖରେ ଛିଡ଼ା ହୋଇଛନ୍ତି। ହଠାତ୍ ଦମକାଏ ପବନରେ ଘରର ଏକମାତ୍ର ଦୀପଟି ଲିଭିଗଲା ଏବଂ ଚାରିଆଡ଼େ ଘନ ଅନ୍ଧକାର ଛାଇଗଲା। ଅନ୍ଧାରରେ ଖାଇବାକୁ ଅସୁବିଧା ହେବାରୁ କ୍ଷୁଧାର୍ତ ପଣ୍ଡା ପୁଣି ଥରେ ବିରକ୍ତ ହୋଇ ଦାସୀକୁ ଗାଳି ଦେବା ଆରମ୍ଭ କଲେ। ଆଲୋ, ତୁ କ'ଣ ଟିକିଏ ଆଲୁଅ ବି ସମ୍ଭାଳି ପାରୁନୁ? ଏବେ ମୁଁ ଖାଇବି କେମିତି? ସେବକର କ୍ରୋଧ ଶାନ୍ତ କରିବା ପାଇଁ ଏବଂ ନିଜର ସତ୍ୟ ପରିଚୟ ଦେବା ପାଇଁ ମା ସେହି ମୁହୂର୍ତ୍ତରେ ଏକ ବିଚିତ୍ର ଲୀଳା କଲେ। ମାଙ୍କର ମହିମା। ସେ ଘର ଭିତରେ ଛିଡ଼ା ହୋଇ ନିଜର ଡାହାଣ ହାତକୁ ଝରକା ବାଟେ ବାହାରକୁ ପ୍ରସାରିତ କଲେ। ଦେଖୁ ଦେଖୁ ତାଙ୍କ ହାତ ଲମ୍ବିବାକୁ ଲାଗିଲା। ସେହି ହାତ ପ୍ରାୟ 250ରୁ 300 ଫୁଟ ଉପରକୁ ଲମ୍ବିଯାଇ ସିଧା ଶ୍ରୀମନ୍ଦିର ଚୂଡ଼ାରେ ଥିବା ନୀଳଚକ୍ର ପାଖରେ ଜଳୁଥିବା ମହାଦୀପକୁ ସ୍ପର୍ଶ କଲା। ମା ସେହି ପବିତ୍ର ମହାଦୀପରୁ ଅଗ୍ନି ସଂଗ୍ରହ କରି ଆଖି ପିଛୁଳାକେ ହାତ ଫେରାଇ ଆଣିଲେ ଏବଂ ଘରର ଲିଭି ଯାଇଥିବା ଦୀପକୁ ପୁନର୍ବାର ଜଳାଇଦେଲେ। ସମାପ୍ତି। ଏହି ଅସମ୍ଭବ ତଥା ଅଲୌକିକ ଦୃଶ୍ୟ ଦେଖି ପଣ୍ଡାଙ୍କର ହୋସ ଉଡ଼ିଗଲା। ସେ ବୁଝିପାରିଲେ ଯେ ଯାହାଙ୍କୁ ସେ ଏତେ ଦିନ ଧରି ଦାସୀ ଭାବି ଗାଳି ଦେଉଥିଲେ ସେ କେହି ସାଧାରଣ ନାରୀ ନୁହନ୍ତି। ପ୍ରସାଦ ସେବନକୁ ପଛରେ ପକାଇ ସିଧା ଦାସୀ ରୂପୀ ମା ଚର୍ଚ୍ଚିକାଙ୍କ ପାଦତଳେ ପଡ଼ିଗଲେ ପଣ୍ଡା ଜଣକ। କହିଲେ, ମା, ତୁମେ ପ୍ରକୃତରେ କିଏ? ମୁଁ ଅଧମ ନ ଜାଣି ତୁମର ବହୁତ ଅପମାନ କରିଛି। ମୋତେ କ୍ଷମା କର। ମାଙ୍କ ପାଦକୁ ଜାବୁଡ଼ି ଧରିଲେ। ମା ପରିଚୟ ଦେଇ କହିଲେ, ମୁଁ ବାଙ୍କିବାସିନୀ ଦେବୀ ଚର୍ଚ୍ଚିକା। ମହାପ୍ରଭୁ ଜଗନ୍ନାଥଙ୍କ କଥାକୁ ସମ୍ମାନ ଦେଇ ତୁମ ଘରେ 15 ବର୍ଷ ତୁମର ସେବା କଲି। ଆସନ୍ତାକାଲି ମୋର 15 ବର୍ଷ ପୂରିବ। କାଲି ମୋତେ ସ୍ୱସ୍ଥାନକୁ ଫେରିଯିବାକୁ ହେବ। ପଣ୍ଡା ଭୟ ଓ ଭକ୍ତିରେ ମାଙ୍କ ପାଦତଳେ ପଡ଼ି କାନ୍ଦି କାନ୍ଦି କ୍ଷମା ଭିକ୍ଷା କଲେ। ମା ନିଜର ଦିବ୍ୟ ରୂପ ଦର୍ଶନ କରାଇ ତାଙ୍କୁ ଆଶୀର୍ବାଦ ଦେଲେ। ଜୟ ମା ଚର୍ଚ୍ଚିକା। ଜୟ ଶ୍ରୀ ଜଗନ୍ନାଥ। ଲେଖକ ଶ୍ରୀ ପରଶୁରାମ ଓଝା।